ମୋ ଭାଇର ସଫଳତାକୁ ନେଇ ମୁଁ ବହୁତ ଗର୍ବିତ। ସିଏ ବହୁତ ପରିଶ୍ରମ କରିଛି। ମୋ ପାଖରେ ରୁହେ ସିଏ। ମୁଁ ଦେଖିଛି ତାର ପରିଶ୍ରମ ମତଲବ ସେ ସକାଳୁ ପଳେଇବ ଖାଇ ଦେଇକି ଟିକେ ଯିବ ଆସିବ ପୁଣି ପୁଣି ଲାଇବ୍ରେରୀ ଯାଇ ସେ ପଢ଼ାପଢ଼ି କରେ। ସେ ମତଲବ ଅ, ତା ତା ପରିଶ୍ରମର ମୂଲ୍ୟ ସେ ପାଇଛି। ଆଉ ମୁଁ ସେଥିପାଇଁ ବହୁତ ଗର୍ବ ଅନୁଭବ କରୁଛି ମୋ ଭାଇ ପାଇଁ। ପ୍ରଶାସନିକ ସେବାରେ 74 ନମ୍ବର ର୍ୟାଙ୍କରେ ରହି ଏହି ଅଞ୍ଚଳ ପାଇଁକା ସୁନାମ ଅର୍ଜନ କରିଛନ୍ତି। କଟକ ଜିଲ୍ଲା ବାଙ୍କି ବ୍ଲକର କିଆପଲା ପଞ୍ଚାୟତର ଆଜି ଆମ ପାଖରେ ଅଛନ୍ତି। ତାଙ୍କ ସହିତ କଥା ହେବା ଦୁଇ ପଦ। ଏହି ସଫଳତା ସେ କେଉଁଠୁ ପାଇଲେ, ଏ ଅଞ୍ଚଳ ପାଇଁ ସୁନାମ ଅର୍ଜନ ଆଗକୁ କ'ଣ କରିବେ, ତାଙ୍କର ଭବିଷ୍ୟତ କ'ଣ, କେତେ ଘଣ୍ଟା ପରିଶ୍ରମ କରୁଥିଲେ, ସମ୍ପୂର୍ଣ୍ଣ ତାଙ୍କଠୁ ଆମେ ତଥ୍ୟ ନେବା। ପ୍ରଥମତଃ ଆପଣଙ୍କୁ କୋଣାର୍କ ଲାଇଭ୍କୁ ସ୍ୱାଗତ। ଧନ୍ୟବାଦ। କ'ଣ କହିବେ, ଏତେ ବଡ଼ ସଫଳତା ପାଇଛନ୍ତି, କେତେ ଖୁସି ଅଛନ୍ତି? ବହୁତ ଖୁସି ଅଛି। ମୁଁ ମୋର ଯାହା ବି ଡ୍ରିମ୍ ଥିଲା ପାଇବା ପାଇଁ ତ ମୁଁ ପାଇଛି, ସେଥିପାଇଁ ବହୁତ ଖୁସି ଅଛି। ଖବର ଯେତେବେଳେ ପାଇଲେ କେମିତି ଲାଗିଲା ଆପଣଙ୍କୁ? ଏ ଖବରଟା ଯେତେବେଳେ ପାଇଲି ମୁଁ ବହୁତ ଖୁସି ହେଇଥିଲି, କାରଣ ୟାଠୁ ଆଗରେ ବି ମାନେ ଦେଇଥିଲି ଏକ୍ଜାମ। ସବୁବେଳେ କି ମୋର ନାଁ ନଥାଏ ମେରିଟ୍ ଲିଷ୍ଟରେ, ଫାଇନାଲ ଲିଷ୍ଟରେ, ତ ଏଥରକ ଲିଷ୍ଟରେ ନାଁ ଥିବାରୁ ବହୁତ ଖୁସି ଲାଗିଲା। ମୁଁ ୟା ପୂର୍ବରୁ 5 ଥର ଦେଇଥିଲି, ଏଇଟା ମୋର 6th ଆଟେମ୍ପ୍ଟ ଥିଲା। ମୋତେ ଯେଉଁ ହିସାବରେ ଟ୍ରେନିଂ ମିଳିବ, ଯାହା ବି ମୋତେ କାମ ଦିଆଯିବ, ମାନେ ଗଭର୍ଣ୍ଣମେଣ୍ଟର ହଉ କି ଲୋକମାନଙ୍କ ପାଇଁ ଯାହା ବି କାମ ଦିଆଯିବ, ମୁଁ ସେଗୁଡ଼ାକୁ ଭଲ ଭାବରେ କରିବାକୁ ଚେଷ୍ଟା କରିବି। କେତେ ଘଣ୍ଟା ପରିଶ୍ରମ କରନ୍ତି? ମୁଁ ତ କୌଣସି ଚାକିରି କରୁନଥିଲି, ତ ମାନେ ଫୁଲ୍ ଟାଇମ୍ ପ୍ରିପାରେସନ୍ ହିଁ କରୁଥିଲି। ତ ସକାଳ 8ରୁ ଲାଇବ୍ରେରୀ ଯାଏ, ଲଞ୍ଚ ଖାଇବାକୁ ଆସେ ଘରକୁ, ଆଉ ତାପରେ ବି ପୁଣି ଲାଇବ୍ରେରୀ ଯାଏ। ସନ୍ଧ୍ୟାବେଳେ ଟିକେ ବୁଲାବୁଲି ଖେଳାଖେଳି କରିକି ପୁଣି ଲାଇବ୍ରେରୀ ବସିକି ପଢ଼ୁଥାଏ ରାତି 9ଟା ଯାଏ। କାହାକୁ ଦେବେ? ଶ୍ରେୟ ମୁଁ ମୋର ପିତାମାତାଙ୍କୁ ଦେବି, ମୋର ଫ୍ୟାମିଲି ମେମ୍ବରମାନଙ୍କୁ ଦେବି, ଆଉ ମୋର ସାଙ୍ଗମାନେ ଯେଉଁମାନେ ମୋ ସହିତ ପ୍ରିପାରେସନ୍ କରୁଥିଲେ ଏ ଫିଲ୍ଡରେ ବହୁତ ଜଣ ଅଛନ୍ତି, ଯେଉଁମାନେ ମୋତେ ବହୁତ ହେଲ୍ପ କରିଛନ୍ତି ଏ ପ୍ରିପାରେସନ୍ରେ। ଆଉ ମୋର ଯେତେକ ଟିଚର୍ସ ଅଛନ୍ତି, ଯେଉଁମାନେ ମୋର ମେଣ୍ଟର୍ସ ଅଛନ୍ତି, ଯେଉଁମାନେ ମୋତେ ହେଲ୍ପ କରିଛନ୍ତି ଏଇ ଫିଲ୍ଡରେ। ଆଉ ଆଜି ପର୍ଯ୍ୟନ୍ତ ବି ମୋ ସହିତ ଯେତିକି ଶିକ୍ଷକଙ୍କ ପାଖରେ ମୁଁ ପାଠ ପଢ଼ିଛି, ସମସ୍ତଙ୍କୁ ମୁଁ ଏ ଶ୍ରେୟ ଦେବାକୁ ଚାହୁଁଛି। କ'ଣ କହିବେ ଆଜି ଯୁବ ସମୂହ ଏହା କହିବି କି ସମସ୍ତେ ଯାହାର ବି ଯାହା ଗୋଲ୍ ଅଛି, ସେମାନେ ଟିକେ ମାନେ ସେ ଗୋଲ୍ ପ୍ରତି ଯାଆନ୍ତୁ। ବିଫଳତା ତ ଆସିବ ଏ ଫିଲ୍ଡରେ, କିନ୍ତୁ ବିଫଳତାରେ ନ ହାରିକି ଚେଷ୍ଟା କଲେ ନିଶ୍ଚିନ୍ତ ପାଇଯିବେ ତାଙ୍କ ଗୋଲ୍। ଆଲୋଚନା କରୁଥିଲେ ଆଗକୁ ସେ ପ୍ରଶାସନ ସେବାରେ ଉଚ୍ଚ ପଦସ୍ଥ ଅଧିକାରୀ ହେବେ, ନିଶ୍ଚିନ୍ତ ସେବା କରିବେ ଜନସାଧାରଣଙ୍କ ତାଙ୍କ ପାଖରେ। ତାଙ୍କ ମାମା ଅଛନ୍ତି, ବାପା ଅଛନ୍ତି, ପଚାରିବା ତାଙ୍କ କେତେ ଖୁସି ଅଛନ୍ତି ଏଇ ବାର୍ତ୍ତା ନେଇକି। ସିଏ ମୋ ପୁଅର ମମି କେତେ ଖୁସି ଅଛନ୍ତି ଆପଣଙ୍କ ପୁଅ? ବହୁତ ଖୁସି ଅଛି, ବହୁତ ଖୁସି ଅଛି। ଯାହା ଶୁଣିଥିଲେ ତା ମାମା ବହୁତ ଖୁସି ଅଛନ୍ତି, ତାଙ୍କର ବାପା ଏଠି ପାଖରେ ଉପସ୍ଥିତ ଅଛନ୍ତି, ତାଙ୍କ ସହିତ ପରିଚୟ ନେବା। ଆଜ୍ଞା, କୋଣାର୍କ ଲାଇଭ୍ ଆପଣଙ୍କ ସ୍ୱାଗତ। କ'ଣ କହିବେ, ଆପଣ ପରିଚୟ ଟିକେ ଦେଲେ? ମୋ ନାଁ ହେଉଛି ସୂର୍ଯ୍ୟମଣି ଦାସ। ମୁଁ ଜଣେ ରିଟାୟାର୍ଡ ଆର୍ମି ଯବାନ। ଆପଣଙ୍କ ପୁଅ ଓଡ଼ିଶା ପ୍ରଶାସନ ସେବାରେ ବର୍ତ୍ତମାନ ସଫଳତା ର୍ୟାଙ୍କରେ ରହିଛନ୍ତି, କ'ଣ କହିବେ ଆପଣ? କହିବ ମୁଁ ବହୁତ ଖୁସି ଲାଗୁଛି। ଯାହା ଶୁଣୁଥିଲେ ବନ୍ଧୁ ବାନ୍ଧବଠୁ ଆରମ୍ଭ କରି ସମସ୍ତେ ବହୁତ ଖୁସି ଅଛନ୍ତି। ଆମେ ଆଗକୁ ଶୁଭେଚ୍ଛା ଜଣାଉଛୁ ଆମର ଚ୍ୟାନେଲ ମାଧ୍ୟମରେ, ଆଗକୁ ଏଇଭଳି ସଫଳତା ସେ ପାଆନ୍ତୁ। କଟକ ଜିଲ୍ଲା ପ୍ରତିନିଧି ରାଜେଶ କୁମାର ସାହୁଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।